ଗରୁଡ଼ ପୁରାଣର ଦ୍ୱିତୀୟ ଅଧ୍ୟାୟରେ ଆମେ ଜାଣିବା ଯମଯାତନା ଆଉ ପାପ କର୍ମର ଫଳ ଓ ପିଣ୍ଡଦାନର ଅଧିକାରୀ। ତେବେ ଋଷିମାନେ ଯେତେବେଳେ ସମସ୍ତ କଥା ଶୁଣିଛନ୍ତି ସୃଷ୍ଟିର ପ୍ରସଙ୍ଗ ବିଷୟରେ, ତାପରେ ସେ ନୈମିଷା ଅରଣ୍ୟରେ ଋଷିମାନେ ପୁନର୍ବାର ସୂତକୁ ପଚାରୁଛନ୍ତି। ସୃଷ୍ଟିର ପ୍ରସଙ୍ଗବାଣୀ ଶୁଣି ମୁନିମାନେ ପୁନରପି ପୁଛା କଲେ ବିନୟ ବଚନେ। ଆହେ ସୁତ ମହାମୁନି ତୁମ୍ଭେ ସର୍ବଜ୍ଞାତା, ଭୂତ ଭବିଷ୍ୟତ ବାଣୀ କଥନେ ସକତା। ତୁମ୍ଭେ ଯ କହିଲ ପାପ କର୍ମ ଦଣ୍ଡ ପାଇଁ, ଯମରାଜା ନର୍କ ମାନ ସର୍ଜି ଗଲେ ବିହି। ପାପ କର୍ମ ଫଳ ମାନ ବୁଝାଇ କହିବ, ଯମଯାତନା କିପରି ବୁଝାଇଣ ଦେବ। ତାପରେ ଋଷିମାନେ ସୂତଙ୍କୁ ପଚାରୁଛନ୍ତି, ହେ ସୂତ ମହାମୁନି, ଆପଣ ତ ସର୍ବଜ୍ଞ, ଆପଣ ସର୍ବଜ୍ଞାତା, ଭୂତ ଭବିଷ୍ୟତ ବାଣୀ କହିବାର ଶକ୍ତି ଆପଣଙ୍କ ପାଖରେ ଅଛି। ତେଣୁ ଯେଉଁ ପାପ କର୍ମ ଆମେ କରିବୁ ବା ମନୁଷ୍ୟ ସମାଜ ଯେଉଁ ପାପ କର୍ମ କରିବ, ସେଇ ପାପ କର୍ମ ଅନୁସାରେ ତା ପାଇଁ କ'ଣ ଯମରାଜାଙ୍କର ଦଣ୍ଡ ରହିଛି, କ'ଣ ସେ ନର୍କରେ ଯମରାଜା ତା ପାଇଁ କ'ଣ ଦଣ୍ଡ ବିଧାନ କରିଛନ୍ତି, ସେ ବିଷୟରେ ଆପଣ ଆମ୍ଭକୁ କୁହନ୍ତୁ। ପିଣ୍ଡଦାନ କଲେ କିବା ଫଳ ହୁଏ ପୁଣ, ଏ ସମସ୍ତ କହିବ ଯେ ସଂକ୍ଷେପ କରିଣ। ତୁମ୍ଭର ମୁଖରୁ ଶୁଣି ଆମ୍ଭେ ନିସ୍ତରିବୁ, କଳି କଳୁଷ ପଙ୍କରୁ ଉଦ୍ଧରିଣୁ ଯିବୁ। ଏତେ କହି ମହାମୁନି ମୌନି ରହିଲେ, ଶ୍ରୀଗୁରୁ ଚରଣ ଧ୍ୟାଇ ସୂତ ଯେ କହିଲେ। ଯେତେବେଳେ ଋଷିମାନେ କଥା ପଚାରିଛନ୍ତି ଯେ ପିଣ୍ଡଦାନ କଲେ କ'ଣ ଫଳ ମିଳିବ, ଆପଣ ଆମ୍ଭକୁ କୁହନ୍ତୁ, ସେତେବେଳେ ସୂତ ମହାମୁନି ନିଜର ଗୁରୁ ବ୍ୟାସଦେବକୁ ଚିନ୍ତା କରି ଆରମ୍ଭ କରୁଛନ୍ତି ଏ ପିଣ୍ଡଦାନ ବିଷୟରେ, ଯମଯାତନା ବିଷୟରେ। ସୂତ ଉବାଚ, ସୂତ କହୁଛନ୍ତି, ଶୁଣ ଆହେ ମହାମୁନି ପଚାରିଲ ଯାହା, ଠିକେ ଠିକେ ତୁମ୍ଭକୁ ମୁଁ କହୁଅଛି ତାହା। ଯମପୁର ଗୋଟିଏ ଅତ୍ୟନ୍ତ ଦୁର୍ଗମ, ଅତ୍ୟନ୍ତ ଭୀଷଣ ଅଟେ ସିନା ସେହି ସ୍ଥାନ। ତା ମଧ୍ୟରେ ସାର ସାର କଥା ମାନ ବାଛି, ତୁମ୍ଭମାନଙ୍କ ଛାମୁରେ ମୁଁ ହିଁ କହୁଅଛି। ସୂତ କହୁଛନ୍ତି, ହେ ମହାମୁନି, ଯେତେବେଳେ ଆପଣମାନେ ଶ୍ରଦ୍ଧାର ସହିତ ମୋତେ ଏତେ କଥା ପଚାରୁଛନ୍ତି, ତେବେ ଶୁଣନ୍ତୁ। ଯମପୁରଟି ଅତ୍ୟନ୍ତ ଦୁର୍ଗମ, ଅତି କଷ୍ଟକର ଯମପୁର। ଅନେକ କଥା ତା ମଧ୍ୟରେ ଅଛି, ତଥାପି ମୁଖ୍ୟ ମୁଖ୍ୟ ସାର ସାର କଥା ଗୁଡ଼ିକ ମୁଁ ଆପଣମାନଙ୍କୁ କହୁଛି। ଧର୍ମବନ୍ତ ଜନଙ୍କର ତହିଁ ନାହିଁ ଭୟ, ନେତ୍ରେ ନ ଦେଖନ୍ତି ସେହି ପଥକୁ ନିଶ୍ଚୟ। ପାପୀମାନେ ନିରନ୍ତର ଯାତନା ଭୋଗନ୍ତି, ନର୍କକୁଣ୍ଡେ ପଡ଼ି କରି ବିକଳ ହୁଅନ୍ତି। ଧର୍ମରାଜାଙ୍କର ଦୟା ବୋଲି କିଛି ନଥାଏ। ଯେଉଁ ପାପୀମାନେ ଯେପରି କର୍ମ କରନ୍ତି ସେପରି କୁଣ୍ଡରେ ସେମାନେ ପଡ଼ନ୍ତି ଏବଂ କୁଣ୍ଡରେ ପଡ଼ି ପାପୀମାନେ ବିକଳ ହୁଅନ୍ତି, ବିକଳ ହୋଇ ରଡ଼ି ମଧ୍ୟ ଛାଡ଼ନ୍ତି। ଅତି ଭୀତ ବ୍ରତ ତହିଁ ଯାତନା ଅଟ ହୋଇ, ଶୁଣିଲେ ହୃଦୟ ବିକମ୍ପିତ ଯେ ହୁଇ। ପୂର୍ବ ବୈକୁଣ୍ଠପୁରେ ଦେବ ନାରାୟଣ, ଗରୁଡ଼କୁ କହିଥିଲେ ଏ ପୁର ଆଖ୍ୟାନ। ସିଂହାସନେ ଉପବିଷ୍ଟ ଥିଲେ ଦେବ ଦିନେ, ଗରୁଡ଼ ମିଳିଲା ଯାଇ ପ୍ରଭୁ ସନ୍ନିଧାନେ। ତେବେ ଏଇ ଯେଉଁ ଯମଯାତନା ବିଷୟରେ ଗରୁଡ଼ଙ୍କୁ ଭଗବାନ ବିଷ୍ଣୁ ନାରାୟଣ ବୈକୁଣ୍ଠପୁରରେ କହୁଛନ୍ତି, ଷଷ୍ଟାଙ୍ଗେ ପ୍ରଣାମ କରି ଯୋଡ଼ିବେନି କରହ। ଯମଯାତନା ପ୍ରସଙ୍ଗେ ପୁଛେ ପକ୍ଷୀବର, ଅତ୍ୟନ୍ତ ବିନୟ ହୋଇ କହଇ ବଚନ। ତୁମ୍ଭ ଶ୍ରୀ ମୁଖୁ ଶୁଣିଲେ ନିସ୍ତରିବି ପୁଣ। ଶ୍ରଦ୍ଧାର ସହିତ ଦୁଇ କର ଦୁଇ ହସ୍ତକୁ ଯୋଡ଼ି ଗରୁଡ଼ ବିଷ୍ଣୁଙ୍କୁ ପଚାରୁଛନ୍ତି, ହେ ମହାପ୍ରଭୁ, ଆପଣ ମୋତେ କୁହନ୍ତୁ ଏ ଯମଯାତନା ବିଷୟରେ, ଏ ଯମ ଯନ୍ତ୍ରଣା ବିଷୟରେ କଥା ଶୁଣିଲେ ନିଶ୍ଚିତ ଭାବରେ ମୁଁ ନିସ୍ତରିବି। ତୁମ୍ଭେ ତ ଜଗତ ପତି ପତିତ ପାବନ,
କୀଟୁ ବ୍ରହ୍ମ ପରିଜନ୍ତେ ପୁରୀଛନ୍ତି ପୁଣ। ତୁମ୍ଭ ପାଦ ପଦ୍ମେ ଭକ୍ତି କଲେ ଯେଉଁମାନେ ବୈକୁଣ୍ଠପୁରେ ଭୋଗ ଭୁଞ୍ଜିଲେ ସେମାନେ। ଗରୁଡ଼ କହୁଛନ୍ତି ତୁମ୍ଭର ପାଦ ପଦ୍ମକୁ ଯେଉଁମାନେ ସେବା କରୁଛନ୍ତି, ଯେଉଁମାନେ ତୁମ୍ଭର ପାଦ ପଦ୍ମକୁ ଚିନ୍ତା କରୁଛନ୍ତି, ସେ ସଦାସର୍ବଦା ବୈକୁଣ୍ଠପୁରରେ ବାସ କରନ୍ତି। କାରଣ ଆପଣ ମହାପ୍ରଭୁ କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ସବୁ ସ୍ଥାନରେ ପରିପୂର୍ଣ୍ଣ ହୋଇ ଅଛନ୍ତି। ସେମାନଙ୍କ କଥା ବହୁ ଶୁଣିଅଛି ମୁହିଁ, ପାପୀମାନଙ୍କର କଥା କୁହ ଭାବଗ୍ରାହୀ। ଯମମାର୍ଗ ଦୁଃଖପ୍ରଦ ଅତ୍ୟନ୍ତ ଭୀଷଣ, ଶୁଣିଅଛି ବୃଦ୍ଧମାନଙ୍କର କଥା ଶୁଣ। ଦୟା ବହି ସେହି କଥା ବୁଝାଇ କହିବ, ହୃଦୟ ମଧ୍ୟରୁ ମୋର ସଂଶୟ ଦହିବ। ଆପଣଙ୍କ କଥାମୃତ ଯେ ନ କରେ ପାନ, ଆପଣଙ୍କ କଥାମୃତ ଯେ ନ କରେ ପାନ, ଯମଯାତନା ଭୋଗଇ ସେହି ପାପୀ ଜନ। କୁକର୍ମମାନ କରନ୍ତି ଚିତ୍ତେ ନ ବିଚାରି, ନରକମାନଙ୍କେ ପଡ଼ି ହୁଅନ୍ତି ସେ ଘାରି। ପକ୍ଷୀରାଜ ଗରୁଡ଼ କହୁଛନ୍ତି ଧାର୍ମିକ ବ୍ୟକ୍ତିମାନଙ୍କ ବିଷୟରେ ମୁଁ ଅନେକ କଥା ଶୁଣିଛି। ଯେଉଁମାନେ ଧର୍ମ କାର୍ଯ୍ୟ କରନ୍ତି ସେ ଆପଣଙ୍କର ବୈକୁଣ୍ଠପୁରରେ ବାସ କରନ୍ତି, କିନ୍ତୁ ଯେଉଁମାନେ ପାପ କର୍ମ କରୁଛନ୍ତି ସେଇ ପାପୀଜନମାନେ କିପରି ଭାବରେ ଯମଯନ୍ତ୍ରଣା ଭୋଗ କରନ୍ତି ସେ ବିଷୟରେ ଆପଣ ମୋତେ କୁହନ୍ତୁ। ସେମାନଙ୍କ ଗତି ତୁମ୍ଭେ ବୁଝାଇ କହିବ, ସେ ପାପ ପ୍ରଭାକୁ ତାହି ଲଭେ କେହ୍ନେ ଜୀବ। ଦୟାକରି ଦାସ ଜନେ କୁହନ୍ତୁ ଭୋଦେବ, ଦୁରିତ ବିନାଶ ମୋର ଶୁଣନ୍ତେ ହୋଇବ। ତୁମ୍ଭେ ଏକା ସାମରଥା କହିବାକୁ ନାଥ, ତୁମ୍ଭ ବିନୁ କିଏ ଆଉ ହେବ ସାମରଥ। ତୁମ୍ଭେ ବିନୁ ନାରାୟଣ ସନ୍ତୋଷ ହୋଇଲେ, ଆପଣା ଭକତେ ବହୁ ପ୍ରଶଂସା ସେ କଲେ। ଧୀରେ ଧୀରେ କହିଲେ ଯେ କମଳାର ବର, ଶୁଣ ଗରୁଡ଼ ଅପୂର୍ବ ସେ ସମାଚାର। ଏ ସମସ୍ତ କଥାକୁ ଶୁଣି ଭଗବାନ ବିଷ୍ଣୁ ନାରାୟଣ ଗରୁଡ଼କୁ କହୁଛନ୍ତି ସେଇ ଯମଯାତନା ବିଷୟରେ। ତେବେ ଏଇଠାରୁ ବିଷୟବସ୍ତୁ ରହିଲା। ଆସନ୍ତାକାଲି ଆପଣମାନେ ପୁଣି ଜାଣିବା ପାଇଁ ଚାହିଁବେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ଏ ଯମଯାତନା ବିଷୟରେ କ'ଣ କହୁଛନ୍ତି। ଜୟ ଜଗନ୍ନାଥ।